ସମସ୍ତଙ୍କୁ ନମସ୍କାର। ଆମର ପରିବେଶ ପାଠ ଆମ ବିଚିତ୍ର ବିଶ୍ୱ ବହିର ପ୍ରସଙ୍ଗ ଆମ ବିଦ୍ୟାଳୟ ଏକ ଆନନ୍ଦମୟ ସ୍ଥାନକୁ ସମସ୍ତଙ୍କୁ ସ୍ୱାଗତ। ତ ଆସ ଆମେ ଦେଖିବା ଏହି ଅଧ୍ୟାୟରେ ଆମେ କଣ କଣ ସବୁ ଆଲୋଚନା କରିବା ଆଉ ତୁମମାନଙ୍କ ପାଇଁ କଣ କଣ ଶିକ୍ଷଣ ଉଦ୍ଦେଶ୍ୟ ସବୁ ରହିଛି। ତ ପ୍ରଥମ ଶିକ୍ଷଣ ଉଦ୍ଦେଶ୍ୟ ରହିଛି କଣ ନା ବିଦ୍ୟାଳୟକୁ ଆମେ କିପରି ସବୁଜ ଓ ସୁନ୍ଦର କରିହେବ ହେଲା। କାରଣ ସବୁଜ ସୁନ୍ଦର ହେଲେ ଆମ ବିଦ୍ୟାଳୟ ସୁନ୍ଦର ଦେଖାଯିବ। ତ ଆସ ଦେଖିବା। ତାପରେ ରହିଛି ଗୋଟେ କଣ ନା ବିଦ୍ୟାଳୟ ପରିବେଶରେ ଆମେ କିପରି ଯତ୍ନ ନେବା ତାହା ମଧ୍ୟ କହିବ। ଠିକ ଅଛି। ତ ଦେଖ, ବିଦ୍ୟାଳୟ ହେଉଛି ଆମର ଅତି ପ୍ରିୟ ସ୍ଥାନ ନା ନାଇଁ। କାରଣ ବିଦ୍ୟାଳୟରେ ଆମେ ପ୍ରତିଦିନ ବନ୍ଧୁ ମାନଙ୍କୁ ଦେଖିବାକୁ ପାଉ। ତୁମର ଯୋଉ ସାଙ୍ଗମାନେ ଥାଆନ୍ତି ତାଙ୍କୁ ସବୁ ତମେ ବିଦ୍ୟାଳୟରେ ଦେଖ। ଏଠାରେ ଆମେ ବିଭିନ୍ନ ପ୍ରକାରର ଖେଳ ଖେଳୁ ଏବଂ ନୂଆ ଜିନିଷ ଶିଖିବାକୁ ପାଉ। ତ ସାଙ୍ଗମାନଙ୍କ ସହିତ ନୂଆ ନୂଆ ତମେ ଖେଳ ଖେଳିବ, ବିଭିନ୍ନ କଥା ଜାଣିବ, ଦେଶ ଦୁନିଆ ବିଷୟରେ ଜାଣିବ, ନୂଆ ନୂଆ କଥା ସବୁ ତମର ଗୁରୁଜୀ ଗୁରୁମା ମାନେ ତୁମକୁ ସବୁ ଶିଖେଇ ଦେବେ ନାଇଁ। ତେଣୁକରି ନୂଆ ଜିନିଷ ଶିଖିବା ପାଇଁ ଆମେ ସବୁ ବିଦ୍ୟାଳୟକୁ ଯାଇଥାଉ। ତା ସହିତ ଆଉ କଣ ହୁଏ ନା ବିଦ୍ୟାଳୟ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଆମେ ସୁରକ୍ଷିତ ରହୁ ଆଉ ଆମର ଯତ୍ନ ନିଆଯାଏ। କିଏ ନିଅନ୍ତି ଯତ୍ନ? ତୁମ ସାର୍ ଆଉ ଦିଦି ମାନେ ସବୁ ଯତ୍ନ ନିଅନ୍ତି ନୁହଁ। ତେଣୁକରି ସେଠାରେ ତମେ ସୁରକ୍ଷିତ ରୁହ ଆଉ ତୁମର ଯତ୍ନ ମଧ୍ୟ ନିଆଯାଇଥାଏ। ତ ଏବେ ଆସ ଆମେ ଗୋଟେ ଗପ ଦେଖିବା। ସବୁଜ ବିଦ୍ୟାଳୟ। ବୁଝିଗଲା? ଶୀର୍ଷକ ହେଲା ଆମର ସବୁଜ ବିଦ୍ୟାଳୟ। ତ ଆଶା ଓ ମୋହିତ ଏକାଠି ବିଦ୍ୟାଳୟକୁ ଯାଉଥିଲେ। ସେମାନେ ସବୁଦିନ ଏକାଠି ସାଙ୍ଗ ହେଇଯାଆନ୍ତି, ଆଜି ବି ଯାଉଛନ୍ତି। ତ ଆଶା ସେ ସମୟରେ ପଚାରୁଛି କଣ ଦେଖ, ତୁମେ ବିଦ୍ୟାଳୟକୁ ଯିବାକୁ ପସନ୍ଦ କର କି? ମୋହିତ ଖୁସିରେ କହିଲା, ମୁଁ ବିଦ୍ୟାଳୟକୁ ଭଲ ପାଏ। ଏହା ହେଉଛି ଏକ ସ୍ଥାନ ଯେଉଁଠାରେ ମୁଁ ପ୍ରତିଦିନ ମୋର ବନ୍ଧୁ ମାନଙ୍କୁ ଦେଖେ, ବିଭିନ୍ନ ପ୍ରକାରର ଖେଳ ଖେଳେ ଏବଂ ନୂଆ ଜିନିଷ ଶିଖିବାକୁ ପାଏ। ଏହା ମୋର ପ୍ରିୟ ସ୍ଥାନ। ତ ବିଦ୍ୟାଳୟ ହଉଛି ମୋହିତ କଣ କହିଲା ତାର ପ୍ରିୟ ସ୍ଥାନ। ସମସ୍ତଙ୍କୁ ସେ ଏକାଠି ଦେଖେ, ତାଙ୍କ ସହିତ ମିଶେ, ନୂଆ ନୂଆ ଜିନିଷ ସବୁ ଶିଖେ। ତ ଆମ ବିଦ୍ୟାଳୟ ଏପରି ଏକ ସ୍ଥାନ ଯେଉଁଠାରେ ଆମେ ସୁରକ୍ଷିତ ରହୁ ଏବଂ ଆମର ଯତ୍ନ ନିଆଯାଏ ଓ ଏଠାରେ ଆମେ ବହୁତ କିଛି ଶିକ୍ଷା କରିଥାଉ। ତାହେଲେ ଆଶା କହିଲା କଣ, ମୋ ବିଦ୍ୟାଳୟ ଆମକୁ ଉଦ୍ଭିଦ ଓ ପ୍ରାଣୀ ମାନଙ୍କର ଯତ୍ନ ନେବା ଶିଖାଇଥାଏ। ତାହେଲେ ଆଶା କଣ କହୁଛି, ମୋ ବିଦ୍ୟାଳୟରେ ଆମେ କିପରି ଉଦ୍ଭିଦ ମାନେ ଯୋଉ ରହିଲେ ଆମ ପରିବେଶରେ, କାରଣ ଉଦ୍ଭିଦ ରହିଲେ ଆମେ ରହିବା, ଯଦି ଉଦ୍ଭିଦ ସୁସ୍ଥ ସବଳ ନ ରହିଲେ ତାହେଲେ ଆମେ ମଧ୍ୟ ସୁସ୍ଥ ରହିପାରିବା ନାହିଁ। କାରଣ ଉଦ୍ଭିଦରୁ ଆମକୁ କଣ ମିଳିଥାଏ? ଅମ୍ଳଜାନ ମିଳିଥାଏ। ତେଣୁ ଆମ ଏ ଉଦ୍ଭିଦର କିପରି ଯତ୍ନ ନେବା, ତା ସହିତ ଆମ ପରିବେଶରେ ଯୋଉ ପ୍ରାଣୀ ମାନେ ଅଛନ୍ତି ତାଙ୍କର ମଧ୍ୟ କିପରି ଯତ୍ନ ନେବା ସେ ସମ୍ପର୍କରେ ମଧ୍ୟ କଣ ଆମର ଶିକ୍ଷା ଦିଆଯାଇଛି। ମୁଁ ମୋ ବିଦ୍ୟାଳୟକୁ ଏକ ସବୁଜ ବିଦ୍ୟାଳୟ ଭଳି ଉନ୍ନତ କରିବାକୁ ଚାହୁଁଛି। ତାହେଲେ ଯେପରି ସବୁଜ ବିଦ୍ୟାଳୟ ଥାଏ ସେହିପରି ଭାବରେ ଆଶା କଣ କହିଲା, ସବୁଜ ବିଦ୍ୟାଳୟ ଯେପରି ଉନ୍ନତ ସେହିପରି ମୁଁ ମୋ ବିଦ୍ୟାଳୟକୁ ଉନ୍ନତ କରିବାକୁ ଚାହୁଁଛି। ତ ମୋହିତ ପଚାରିଲା, ଏକ ସବୁଜ ବିଦ୍ୟାଳୟ କଣ? ତାପରେ ଆଶା କଣ କହୁଛି ଦେଖ, ଆଶା କହିଲା, ମୋ ଭାଇ ମତେ ଥରେ କହୁଥିଲେ ସବୁଜ ବିଦ୍ୟାଳୟ ହେଉଛି ଏକ ବିଦ୍ୟାଳୟ ଯେଉଁଠାରେ ଆମେ ବର୍ଜ୍ୟବସ୍ତୁ ପରିଚାଳନା କରୁ, ଜଳ ସଞ୍ଚୟ କରୁ, ସାବଧାନତାର ସହ ବିଦ୍ୟୁତ ବ୍ୟବହାର କରୁ, ଅଧିକ ଗଛ ଲଗାଇ ସେଗୁଡିକର ଯତ୍ନ ନେଇ ବିଦ୍ୟାଳୟ ହତାକୁ ସବୁଜ କରିଥାଉ। ତାହେଲେ ଏଇ ଚାରିଟି ଯାକ କାମ ହେଲେ ଯାଇ ବିଦ୍ୟାଳୟକୁ ଆମେ ସବୁଜ ବିଦ୍ୟାଳୟ ବୋଲି କହିବା। କଣ କଣ ନା ପ୍ରଥମେ ହେଲା ବର୍ଜ୍ୟବସ୍ତୁ ପରିଚାଳନା, ଅର୍ଥାତ୍ ଯେତେ ଅଳିଆ ଆବର୍ଜନା ଅଛି ତାକୁ ଆମେ ଉପଯୁକ୍ତ ସ୍ଥାନରେ ତାକୁ ସାଇତିକି ରଖିବା। ଯୋଉଟା ପୁନଃଚକ୍ରଣ ହେଇପାରିବ ତାକୁ ପୁନଃଚକ୍ରଣ କରିବା, ଓଦା ଆବର୍ଜନାକୁ ଅଲଗା କରିବା, ଶୁଖିଲା ଆବର୍ଜନାକୁ ଅଲଗା ରଖିବା। ତାହେଲେ ବର୍ଜ୍ୟବସ୍ତୁ ପରିଚାଳନା କରିବା। ତା ସହିତ ଜଳ ସଞ୍ଚୟ କରିବା, ଜଳକୁ ଅଯଥାରେ ନଷ୍ଟ କରିବା ନାହିଁ। ଆଉ କଣ କରିବା ନା ସାବଧାନତାର ସହ ବିଦ୍ୟୁତ ଶକ୍ତି ମଧ୍ୟ ବ୍ୟବହାର କରିବା। ଯଦି କ୍ଲାସ ରୁମରେ କେହି ନାହାନ୍ତି ତାହେଲେ ସେ ଜାଗାରେ ଆମେ ବିଦ୍ୟୁତ କନେକ୍ସନ କୁ ବନ୍ଦ କରିବା, ସୁଇଚ ସବୁ ବନ୍ଦ କରିଦବା,
ବିଦ୍ୟୁତକୁ ଆମେ ଅଯଥାରେ ନଷ୍ଟ କରିବା ନାହିଁ। ତା ସହିତ ଆଉ କଣ ହବ ନା ଅଧିକ ଗଛ ଲଗାଇ ବିଦ୍ୟାଳୟ ହତାକୁ ସବୁଜ କରିବା। ବିଦ୍ୟାଳୟରେ ଯେପରି ଗଛ ଲଗାଇବା, ଯେପରି ବିଦ୍ୟାଳୟଟି ଅତି ସୁନ୍ଦର ଦେଖାଯିବ ଆଉ ଚାରିଆଡେ ସବୁଜ ରଙ୍ଗ ଦେଖାଯିବ। ତେଣୁ ଆଶା ଓ ମୋହିତ ସେମାନଙ୍କର ଅନୁଭୂତିକୁ ସହପାଠୀଙ୍କ ସହ ଆଲୋଚନା କଲେ ଓ ସମସ୍ତେ ଆଗ୍ରହ ହୋଇ ପଚାରିଲେ, ଆମ ବିଦ୍ୟାଳୟଟି କିପରି, ଆମେ କଣ ଏହାକୁ ମଧ୍ୟ ଏକ ସବୁଜ ବିଦ୍ୟାଳୟରେ ପରିଣତ କରିପାରିବା? ସମସ୍ତେ ତାଙ୍କୁ ପଚାରିଲେ। ତେଣୁ ଅନୁପମ ସାର୍, ଯିଏକି ଆମ ଚତୁଃପାର୍ଶ୍ୱରେ ପୃଥିବୀ ବିଷୟ ସେମାନଙ୍କୁ ପଢାନ୍ତି, ସେ କହିଲେ, ମୁଁ ତୁମର ଆଲୋଚନା ଶୁଣି ଖୁସି ହେଲି। ମୁଁ ଜାଣିବାକୁ ଚାହୁଁଛି ଏହି କାର୍ଯ୍ୟକୁ ତୁମେ କିପରି ଆରମ୍ଭ କରିବ। ତାହେଲେ ପିଲାମାନେ ଯେତେବେଳେ ଆଲୋଚନା କରୁଛନ୍ତି ଯେ ଆମେ ବିଦ୍ୟାଳୟ କିପରି ସବୁଜ ବିଦ୍ୟାଳୟ କରିବା, ସେହି ସମୟରେ ତାଙ୍କର ସାର୍ ଆସି ପହଞ୍ଚିଲେ ଆଉ କହିଲେ ଯେ ତୁମେ କିପରି ତାକୁ ସବୁଜ ବିଦ୍ୟାଳୟ କରିବ ଟିକେ ମତେ କହିଲ। ତ ପିଲାମାନେ କଣ କହୁଛନ୍ତି ଆସ ଦେଖିବା। ତ ଆଶା କହିଲା, ତାର ସହପାଠୀଙ୍କ ସହ ନିଜର ମତାମତ ଆଲୋଚନା କଲା। ତେବେ ଆସ ଆମେ ଭଲ ଭାବେ ନିରୀକ୍ଷଣ କରିବା ଯେ ସେମାନେ କିପରି ତାଙ୍କ ବିଦ୍ୟାଳୟକୁ ଆନନ୍ଦଦାୟକ, ସୁରକ୍ଷିତ, ସବୁଜ ବିଦ୍ୟାଳୟ କରିବା ପାଇଁ କଣ କଣ ସବୁ କରିଛନ୍ତି। ତା ପୂର୍ବରୁ ଜାଣିବା ଯେ ଆମ ଭାରତ ସରକାର ତରଫରୁ କଣ କରାଯାଉଛି ନା ସ୍ୱଚ୍ଛ ଭାରତ ସ୍ୱଚ୍ଛ ବିଦ୍ୟାଳୟ ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନର ଏକ ଅଂଶ। ଯେପରି ଆମର ବିଦ୍ୟାଳୟକୁ ସୁରକ୍ଷିତ ଆଉ ସ୍ୱଚ୍ଛ ରଖାଯିବ। ଏହା ବିଦ୍ୟାଳୟ ଗୁଡିକୁ ସମସ୍ତଙ୍କ ପାଇଁ ସଫା, ସ୍ୱାସ୍ଥ୍ୟ ଉପଯୋଗୀ ରଖିବା ଉପରେ ଆଲୋକପାତ କରେ। ଏଥିରେ ସ୍ୱଚ୍ଛ ଶୌଚାଳୟ, ନିରାପଦ ପାନୀୟ ଜଳ, ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା ଶିକ୍ଷା ଅନ୍ତର୍ଭୁକ୍ତ ଅଛି। ତେଣୁ ପ୍ରତ୍ୟେକ ଶିଶୁ ଏକ ସ୍ୱଚ୍ଛ ସୁରକ୍ଷିତ ପରିବେଶରେ ଶିକ୍ଷା ଗ୍ରହଣ କରିବାର ଅଧିକାର ଅଛି ବୋଲି ଯେହେତୁ ଭାରତ ସରକାର ଅନୁଭବ କରିଛନ୍ତି, ତେଣୁ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ସେ ଆରମ୍ଭ କରିଛନ୍ତି। ତେବେ ଆସ ଆମେ ଦେଖିବା ଆଶା ତାଙ୍କ ବିଦ୍ୟାଳୟରେ କିପରି କରିଥିଲା। ତାହେଲେ ପ୍ରଥମେ ହେଲା ବିଦ୍ୟାଳୟ ଅନୁସନ୍ଧାନ ଦଳ। ତାହେଲେ ଯୋର କାମ ହେଲା କଣ ନା ସାଙ୍ଗମାନଙ୍କର ଗୋଟେ ନାମ ତାଲିକାଭୁକ୍ତ କରି ସେଥିରେ କିଛି ଦଳ ଗଠନ କରିବ। କଣ କଣ ଦଳ ନା ଦଳ ଜଗୁଆଳି ରହିବ ଗୋଟେ, ବିଦ୍ୟୁତ ସଞ୍ଚୟକାରୀ ରହିବ ଗୋଟେ, ବର୍ଜ୍ୟବସ୍ତୁ ପରିଚାଳନାକାରୀ ଗୋଟେ ଦଳ ରହିବ, ସବୁଜ ଅଭିଭାବକ ଗୋଟେ ରହିବ, ଆଉ ଗୋଟେ ହେଲା ଟ୍ରାଫିକ ନିୟନ୍ତ୍ରକ। ଏହିପରି ଭାବରେ 5ଟି ଦଳ କରିବା ପାଇଁ ବିଦ୍ୟାଳୟ ଅନୁସନ୍ଧାନ ଦଳ ଆରମ୍ଭ ହେଲା। ତା ପ୍ରଥମେ ଆସିଲେ କିଏ ନା ବିଦ୍ୟୁତ ସଞ୍ଚୟକାରୀ। ତାଙ୍କ କାମ କଣ ନା ଶ୍ରେଣୀ ଗୃହରେ ଯଥେଷ୍ଟ ସୂର୍ଯ୍ୟାଲୋକ ପଡୁଛି କି ନାହିଁ ଲକ୍ଷ୍ୟ କରିବା। କାରଣ ସୂର୍ଯ୍ୟାଲୋକ ପଡିଲେ ଆମର ଜୀବାଣୁ ସବୁ ମରିଯାଆନ୍ତି। ତେଣୁ ସୂର୍ଯ୍ୟାଲୋକ ଠିକ ଭାବରେ ପଡୁଛି କି ନା ତାକୁ ଲକ୍ଷ୍ୟ କରିବ। ତା ସହିତ ବ୍ୟବହାର ହେଉନଥିବା ସମୟରେ ବିଦ୍ୟୁତ ବଲ୍ବ ଓ ପଙ୍ଖା ଗୁଡିକ ଚାଲୁ ରହିଛି କି ନାହିଁ ସେ ଦେଖିବ। ଯଦି ଚାଲୁ ରହିଛି ତାକୁ ସିଏ ବନ୍ଦ କରିବ। ତା ସହିତ ବିଦ୍ୟାଳୟର କେଉଁ ସ୍ଥାନ ଗୁଡିକରେ ଦିନ ବେଳା ସବୁଠାରୁ ଅଧିକ ଗରମ ବା ଅଧିକ ଥଣ୍ଡା ଅନୁଭୂତ ହୁଏ ତାହା ଖୋଜି ବାହାର କରିବ। କାରଣ ଯୋଉଠି ଗଛ ଥିବ ଘର ଉପରେ ସେ ରୁମଟି ବହୁତ ଥଣ୍ଡା ଥିବ ହେଲା। ତା ସହିତ ଯଦି ବାହାର କାନ୍ଥକୁ ଆମେ ଧଳା ରଙ୍ଗ କରିବା ତାହେଲେ ବି ଆମର କଣ ହବ ନା ଥଣ୍ଡା ରହିବ। ତାପରେ ଆସିଲେ ଦ୍ୱିତୀୟ ଦଳ, ଯିଏ ହେଲେ ସବୁଜ ଅଭିଭାବକ। ସେମାନେ କଣ କରିବେ ନା ବିଦ୍ୟାଳୟରେ ବିଭିନ୍ନ ବୃକ୍ଷ ଓ ଉଦ୍ଭିଦ ଗୁଡିକ ଯତ୍ନ ନେଉଛନ୍ତି ନାହିଁ ତାହା ଦେଖିବେ। କିଏ? ସବୁଜ ଅଭିଭାବକ ମାନେ। ଆମେ କେଉଁଠାରେ ଅଧିକ ବୃକ୍ଷରୋପଣ କରିପାରିବା ସେହି ସ୍ଥାନ ଗୁଡିକୁ ସେମାନେ ଚିହ୍ନଟ କରିବେ। ତା ସହିତ ଏକ କମ୍ପୋଷ୍ଟ ପିଟ୍ କରିବେ, ଯୋଉଥିରେ ବିଭିନ୍ନ ଅଳିଆ ଆବର୍ଜନା ଯୋଉଟା ଆମର କଣ ଜୈବିକ ଆବର୍ଜନା ତାକୁ ପକେଇବେ ଆଉ ସେଥିରୁ ଖତ ପାଇବେ। ତାପରେ ହେଲା ଜଳ ଜଗୁଆଳି। କଣ ହବ ନା ଯିଏ ବିଦ୍ୟାଳୟର କଳ ଗୁଡିକରୁ ଜଳ ଲିକ୍ ହେଉଛି କି ନାହିଁ ତାକୁ ସିଏ ଦେଖିବେ। କାରଣ ଜଳ ଟାଙ୍କି ଗୁଡା ସଫା ଅଛି ନା ତାକୁ ବି ଦେଖିବେ, ସେଥିରେ ଘୋଡଣି ଅଛି କି ନାହିଁ ଯାଞ୍ଚ କରିବେ। ଆଉ ମଶା ମାନେ ଯେପରି ବଂଶ ବିସ୍ତାର ନ କରନ୍ତି ତାକୁ ମଧ୍ୟ ଦେଖିବେ। କାରଣ ସୁସ୍ଥ ଜଳ ମିଳିଲେ ପିଲାମାନେ ସମସ୍ତେ ସୁସ୍ଥ ରହିବେ। ତାପରେ ଆସିଲେ ବର୍ଜ୍ୟବସ୍ତୁ ପରିଚାଳନା ଦଳ। ତାଙ୍କ କାମ ହେଲା କଣ ନା କେଉଁଠାରେ ଆବର୍ଜନା ପଡିଥିବାର ଦେଖୁଛ ସେଗୁଡିକ କେଉଁ ପ୍ରକାର ତାହା ଚିହ୍ନଟ କରିବ। କାରଣ ଯୋଉଗୁଡା ପୁନଃଚକ୍ରଣ ହେଇପାରିବ ତାକୁ ଆମେ ଅଲଗା କରିବା। ତ ଯୋଉଟା ଆମର କଣ ଜୈବ ଆବର୍ଜନା ଥିବ ତାକୁ ଅଲଗା ରଖିବା, ଶୁଖିଲା ଆବର୍ଜନାକୁ ଅଲଗା ରଖିବା। ତେଣୁ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଡଷ୍ଟବିନ୍ ଅଛି କି ନାହିଁ ମଧ୍ୟ, ଆଉ ଶିକ୍ଷାର୍ଥୀ ମାନେ ଯାହା ଅଛି ତାକୁ ବ୍ୟବହାର କରୁଛନ୍ତି ନାହିଁ ତାକୁ ବି ଦେଖିବେ।
ଯେପରି ବିଦ୍ୟାଳୟରେ କୋଉଠି ବି ଅଳିଆ ଆବର୍ଜନା ନ ପଡିବ। ତା ସହିତ ବର୍ଜ୍ୟ ଖାଦ୍ୟ ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁ ପାଇଁ ପୃଥକ ପୃଥକ ଡଷ୍ଟବିନ୍ ଅଛି କି ନାହିଁ ମଧ୍ୟ ତାକୁ ସେ ଲକ୍ଷ୍ୟ କରିବେ। ତାପରେ ସେ ଟ୍ରାଫିକ ନିୟନ୍ତ୍ରକ ସେ କଣ କରିବେ ନା ପିଲାମାନେ ବିଦ୍ୟାଳୟକୁ ଆସିବା ଓ ଯିବା ସମୟରେ ଫାଟକ ବାହାରେ ଟ୍ରାଫିକ ପରିସ୍ଥିତିକୁ ସେ ଅନୁଧ୍ୟାନ କରିବେ। କାରଣ ଫାଟକ ବାହାରେ ଯଦି ଗାଡି ମଟର ଯାଉଥିବେ ପିଲାମାନଙ୍କ ଦୁର୍ଘଟଣା ହବ, ତ ତାକୁ ସେ ଲକ୍ଷ୍ୟ କରିବେ। ବିଦ୍ୟାଳୟ ନିକଟରେ ଥିବା ପିଲାମାନେ ରାସ୍ତା ପାରି ହେବା ପାଇଁ କୌଣସି ପାଦ ଚଲା ରାସ୍ତା ରହିଛି କି ନା ଲକ୍ଷ୍ୟ କରିବେ। କାରଣ ଜେବ୍ରା କ୍ରସିଂ ଥିଲେ ଆମେ ସେଠି ରାସ୍ତା ପାର ହବା, ତ ସେଇଟା ଅଛି କି ନାହିଁ ତାକୁ ମଧ୍ୟ ସେ ଲକ୍ଷ୍ୟ କରିବେ। ତା ସହିତ ଯଦି ଯାନବାହନ ଦ୍ରୁତ ଗତିରେ ଯାଉଛନ୍ତି ଗେଟ୍ ପାଖରେ ତାକୁ ମଧ୍ୟ ସେ ଲକ୍ଷ୍ୟ କରିବେ। ସେଥିପାଇଁ ଯଦି ହେଇପାରେ ଆମର ହମ୍ସର ମଧ୍ୟ ବ୍ୟବସ୍ଥା ଆମେ କରିପାରିବା। ତେବେ ଆସ ସେଥିରେ ପ୍ରଶ୍ନର ଆମେ ଆଲୋଚନା କରିବା। ବିଦ୍ୟାଳୟରେ ଗଛଲତା ମାନଙ୍କର ଯତ୍ନ ନେଉଥିବା ଦଳକୁ କଣ କୁହାଯାଏ? ସବୁଜ ଅଭିଭାବକ। ବ୍ୟବହାର ହେଉନଥିବା ସମୟରେ ପଙ୍ଖା ଓ ବଲ୍ବ ବନ୍ଦ ଅଛି କି ନାହିଁ କେଉଁ ଦଳ ଦେଖନ୍ତି? ବିଦ୍ୟୁତ ସଞ୍ଚୟକାରୀ ଦଳ। ବିଦ୍ୟାଳୟ ପରିବେଶକୁ ସୁନ୍ଦର କରିବା ପାଇଁ ଆମେ କେଉଁ ସ୍ଥାନକୁ ସବୁଜ କରିବା ଉଚିତ? ବିଦ୍ୟାଳୟ ବା ପ୍ରାଙ୍ଗଣକୁ, ନାଇଁ? ତେବେ ଆସ 2 ନମ୍ବର କ୍ଷେତ୍ରରେ ସ୍ଥାନ ପୂରଣ କରିବା। ଶ୍ରେଣୀ ଗୃହରେ ଯଥେଷ୍ଟ ଡ୍ୟାସ୍ ପଡୁଛି କି ନାହିଁ ଲକ୍ଷ୍ୟ କରିବା ଉଚିତ? ସୂର୍ଯ୍ୟାଲୋକ ବା ସୂର୍ଯ୍ୟ କିରଣ। ବିଦ୍ୟାଳୟ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଆମେ ନିଜକୁ ଡ୍ୟାସ୍ ମନେ କରୁ? ସୁରକ୍ଷିତ ମନେ କରୁ, ନାଇଁ? ଭେରି ଗୁଡ। ଜଳର ଅପଚୟ ରୋକିବା ପାଇଁ ଡ୍ୟାସ୍ ଦଳ ଗଠନ କରାଯାଇଥାଏ? ଜଳ ଜଗୁଆଳି। ତେବେ ଦେଖ ସ୍ତମ୍ଭ ମିଳନ କରିବା। ବିଦ୍ୟୁତ ସଞ୍ଚୟକାରୀ କଣ ହବ? ପଙ୍ଖା ଓ ବଲ୍ବ ବନ୍ଦ କରିବେ, ନାଇଁ? ସବୁଜ ଅଭିଭାବକ କଣ କରିବେ? ଗଛଲତାର ଯତ୍ନ ନେବେ। ବର୍ଜ୍ୟବସ୍ତୁ ପରିଚାଳନାକାରୀ ଅଳିଆ ଆବର୍ଜନା ସଫା ରଖିବା। ଟ୍ରାଫିକ ନିୟନ୍ତ୍ରକ ଯାତାୟାତ ସମୟରେ ସେ ଶୃଙ୍ଖଳା ରଖିବେ। ତେଣୁ ଆସ ଆମେ ଦେଖିବା ବିଦ୍ୟାଳୟକୁ ଆନନ୍ଦମୟ ସ୍ଥାନ କାହିଁକି କୁହାଯାଏ? କାରଣ ବିଦ୍ୟାଳୟରେ ଆମେ ସାଙ୍ଗମାନଙ୍କ ସହ ଖେଳୁ, ନୂଆ ଜିନିଷ ଶିଖୁ, ନିଜକୁ ସୁରକ୍ଷିତ ମନେ କରୁ। ତେଣୁ ଏହା ଏକ ଆନନ୍ଦମୟ ସ୍ଥାନ। ସବୁଜ ଅଭିଭାବକ ଦଳର ମୁଖ୍ୟଙ୍କ ନାମ କଣ, କାମ କଣ? ସବୁଜ ଅଭିଭାବକ ମାନେ ବିଦ୍ୟାଳୟର ବୃକ୍ଷଲତା ଗୁଡିକର ଯତ୍ନ ନିଅନ୍ତି, ସେଗୁଡିକୁ କିଏ ନଷ୍ଟ କରୁଛି କି ନାହିଁ ତାହା ଲକ୍ଷ୍ୟ କରନ୍ତି। ବିଦ୍ୟୁତ ସଞ୍ଚୟ କରିବା ପାଇଁ ଶ୍ରେଣୀ ଗୃହରେ କଣ କରିପାରିବା? ଦିନ ବେଳା ସୂର୍ଯ୍ୟାଲୋକ ପାଇଁ ଝରକା ଖୋଲା ରଖିବା ଓ ଦରକାର ନଥିଲେ ବଲ୍ବ ବନ୍ଦ କରି ଆମେ ବିଦ୍ୟୁତ ସଞ୍ଚୟ କରିପାରିବା, ନା ନାଇଁ? ତେବେ ଏହା ହିଁ ଥିଲା ଆଜିର ଆଲୋଚନାର ବିଷୟବସ୍ତୁ। ଆଶା କରୁଛି ତୁମେ ମାନେ କିଛି ନୂଆ ଶିଖିଥିବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।